नमस्कार बंधुगण, वेलकम टू माय चैनल सूचना सेवा। आशा करे आपण माने भलरे थिबे। आज एक इम्पोर्टेंट अपडेट नहीं कि आसी सुभद्रा योजना विषय रे अपडेट पूर्व बस एति कहबार थिला। बंधुगण आपण माने वीडियो देखुछन कि सब्सक्राइब करनांती, अधिकांश लोग सब्सक्राइब करनांती। तो सब्सक्राइब करंतु कारण सेटा हम निया होचे मनोबल आ सब्सक्राइब करबा संपूर्ण बिना मूल्य रे ही थाए। सब्सक्राइब करबा कोनोसी पैसा पडुनी आपण मानकु, तेणु करी दया करी गोटे गोटे सब्सक्राइब कले ताहा गोटे यूट्यूबर रो मनोबल बढ़ई थाए। एवं आपण सूचना सेवा चैनल को सब्सक्राइब करंतु। सब्सक्राइब कले आपण एई भली इन्फॉर्मेटिव वीडियो आगो को अधिक रु अधिक देखि परिबे। तेणु दया करी सब्सक्राइब करियो बोली आशा रखुछे। बहु जनकर तृतीय एवं द्वितीय किस्ती ସେମାନେ ପାଇବାରୁ ବଞ୍ଚିତ ହୋଇଛନ୍ତି। ତୃତୀୟ କିସ୍ତି ବହୁ ଜଣ ହିତାଧିକାରୀ ପାଇନାହାନ୍ତି। ଆପଣମାନେ ଯେମିତି ଜାଣିଛନ୍ତି, ଚତୁର୍ଥ କିସ୍ତି ମାର୍ଚ୍ଚ 8 ଆନ୍ତର୍ଜାତିକ ମହିଳା ଦିବସ ଦିନ ପୁଣି ଜାରି ହବ ସରକାରଙ୍କ ତରଫରୁ। ତେଣୁ ତା ପୂର୍ବରୁ ଆପଣମାନେ ଏଇ ସବୁ କାମ କରିନିଅନ୍ତୁ, ତାହେଲେ ଆପଣ ଚତୁର୍ଥ କିସ୍ତି ମଧ୍ୟ ପାଇପାରିବେ। ଏକାଥରେ ଦୁଇଟା କିସ୍ତିର ପଇସା ମଧ୍ୟ ପାଇପାରିବେ। କଣ କରିବେ, ପ୍ରଥମେ ଆପଣ ନିଜର ସୁଭଦ୍ରାର ଷ୍ଟାଟସ ଚେକ୍ କରିନିଅନ୍ତୁ କାହିଁକି ଆସିନାହିଁ। ତା କେମିତି ଚେକ୍ କରିବେ, ଏଇ ଚ୍ୟାନେଲରେ ଫୁଲ ଭିଡିଓ ଟିକେ ଆପଣ ଦେଖିପାରିବେ କେମିତି ଚେକ୍ କରିବେ। ଚେକ୍ କରିକି ଗ୍ରିଭାନ୍ସ ଦେଇ ଦିଅନ୍ତୁ। ଯଦି କୌଣସି କାରଣ ରିଜେକ୍ଟ ହେଇଛି, ଆପଣ ପାଇବାର ଯୋଗ୍ୟ ଅଛନ୍ତି କିନ୍ତୁ ରିଜେକ୍ଟ ହେଇଛି, ତାହେଲେ ମଧ୍ୟ ସେଠି ଏକ ଗ୍ରିଭାନ୍ସ ଦେଇ ଦିଅନ୍ତୁ। ଦେଇଦେଲେ କଣ ହବ ନା, ଆପଣଙ୍କର ରେକ୍ଟିଫାଇ ହବାକୁ ବା ଯାଞ୍ଚ ହବାକୁ ଟାଇମ ଲାଗିବ। ମାର୍ଚ୍ଚ 8 ପୂର୍ବରୁ ସେଟା ହେଇଯିବ। ତେଣୁ ସେଟା ଯଥାଶୀଘ୍ର କରିନିଅନ୍ତୁ। ସମ୍ପୂର୍ଣ୍ଣ ଭିଡିଓ ଏଇ ଚ୍ୟାନେଲରେ ଅଛି। ଆଉ ବାକି ରହିଲା ଇମ୍ପୋର୍ଟାଣ୍ଟ କଥା ହେଲା, ବହୁତ ହିତାଧିକାରୀ କଣ କରୁଛନ୍ତି ନା ବ୍ୟାଙ୍କ ଖାତା ଚେଞ୍ଜ କରିଦଉଛନ୍ତି। ତେଣୁ ତା ଦ୍ଵାରା କଣ ହଉଛି, ବେଳେ ବେଳେ ଡିବିଟି ଲିଙ୍କ କଟି ଯାଉଛି। ଆଉ କେତେ ଜଣଙ୍କର ସ୍ଥାୟୀ ଭାବରେ ଡିବିଟି ଲିଙ୍କ ମଧ୍ୟ ନାହିଁ। ଡିବିଟି ଲିଙ୍କ ଖାତାରେ ଚେକ୍ କରି ନିଜର ଡିବିଟି ଲିଙ୍କ କରେଇ ନିଅନ୍ତୁ। ଯଦି ଆପଣ ଜାଣିପାରୁନାହାନ୍ତି, ତାହେଲେ ଡିବିଟି ଲିଙ୍କ କିପରି ଚେକ୍ କରିବେ ଏବଂ ଘରେ ବସି ନିଜ ଖାତାର ଡିବିଟ୍ ଲିଙ୍କ କରିପାରିବେ। କୌଣସି ବ୍ୟାଙ୍କ ଶାଖାକୁ ଯିବାକୁ ପଡିବ ନାହିଁ। ସେଇଟା ଯଦି ଜାଣିବାକୁ ଚାହୁଁଛନ୍ତି, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ମୁଁ ସେଥିପାଇଁ ଏକ ଡେଡିକେଟେଡ ଭିଡିଓ ବନେଇଦେବି, ଆପଣ ତାହା ମଧ୍ୟ ନିଜେ 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 କରିପାରିବେ। ତ ଏଇଆ ଥିଲା ଇମ୍ପୋର୍ଟାଣ୍ଟ ଅପଡେଟ। ଏଇ ସବୁ ଜିନିଷ କରେଇ ନିଅନ୍ତୁ। ଚତୁର୍ଥ କିସ୍ତି ମାର୍ଚ୍ଚ 8 ରେ ଆସିବାକୁ ଯାଉଛି, ତେଣୁ ଆପଣ ଯଥାଶୀଘ୍ର ଏଇ ସବୁ କାମ କରିନିଅନ୍ତୁ। ରହୁଛି, ନମସ୍କାର। ପୁଣି ଦେଖା ହବ ଆଉ ଗୋଟେ ଭିଡିଓରେ।